আজি ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଇଚ୍ଛାପୁରଠାରେ ସଂକୁଳସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ 8ଟି ବିଦ୍ୟାଳୟରୁ 170 ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଇଚ୍ଛାପୁର ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ରୀ ଲଳିତ କୁମାର ନାୟକ, ଡୁଙ୍ଗୁରିପାଲି ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ବଳରାମ ପ୍ରଧାନ, ଡୁଙ୍ଗୁରିପାଲି ସଂକୁଳ ସଂଯୋଜକ ବିଭୂତି ଭୂଷଣ ପଣ୍ଡା, ଇଚ୍ଛାପୁର ସଭାପତି ଶ୍ରୀଯୁକ୍ତ ନିମାଇ ଚରଣ ସାହା, ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର ସୁରେନ୍ଦ୍ର ସାଏ, ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ କିଶୋର କୁମାର ପଟେଲ, ସୁବର୍ଣ୍ଣପୁର ଜିଲ୍ଲା ସାଧିକ ପ୍ରମୁଖ ମନୋଜ ନାୟକ, ଡୁଙ୍ଗୁରିପାଲି ସଂକୁଳ ପ୍ରମୁଖ ଅଶ୍ୱିନୀ ନାୟକ, ରାମପୁର ଶିଶୁ ବିଦ୍ୟା ମନ୍ଦିର ପ୍ରଧାନାଚାର୍ଯ୍ୟ ଲିଙ୍ଗରାଜ ସାହୁ, ଗଜବନ୍ଧର ପ୍ରଧାନାଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ, ପଣକିଟାଲର ପ୍ରଧାନାଚାର୍ଯ୍ୟ ଡୋଲାମଣି ସାହୁ, ସୁଖାର ପ୍ରଧାନାଚାର୍ଯ୍ୟ ବିଦେଶୀ ମିଶ୍ର, ଭାଟବାହାଲିର ପ୍ରଧାନାଚାର୍ଯ୍ୟ ସୁଦାମ କାଲୁ ଓ ବିଭିନ୍ନ ବିଦ୍ୟାଳୟରୁ 21 ଜଣ ଶାରୀରିକ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ପରିଚାଳନା କରିଥିଲେ। धीरे